ନମସ୍କାର ଦର୍ଶକ ବନ୍ଧୁ, ମୁଁ ଜୀବନ ସ୍ୱାଗତ କରୁଛି ମୋର ଆଜିର ଆଉ ଏକ ନୂଆ ଭିଡ଼ିଓରେ। ଦର୍ଶକ ବନ୍ଧୁ, ଆଜି ଆମେ ଭିଡ଼ିଓ ଜାଣିବା ଆପଣଙ୍କ ଯେଉଁ ମୁଖ୍ୟ ନିର୍ବାଚନ ଅଧିକାରୀ ଅଫିସର ବା ଚିଫ୍ ଇଲେକ୍ସନ୍ ଅଫିସର ଆପଣଙ୍କ ଘରକୁ BLO ଦ୍ୱାରା ଆପଣମାନଙ୍କର ଭୋଟର ଲିଷ୍ଟ ଅନୁସାରେ ସବୁ ଡିଟେଲ୍ସ ଭାବରେ ଆପଣଙ୍କର ଦାୟିତ୍ୱ ନେବା ପାଇଁ ଯାଉଛନ୍ତି ଏବଂ ସବୁ ଡିଟେଲ୍ସ ଭାବରେ ଆପଣଙ୍କର ଯାହା ବି କିଛି କ୍ୱେଶ୍ଚିନ୍ ପଚାରିବାର ଥିଲା ତ ସେସବୁ ବିଷୟ କ୍ୱେଶ୍ଚିନ୍ ଆପଣଙ୍କୁ ପଚାରିବା ପାଇଁ ଯାଉଛନ୍ତି। ତ ସେ କ୍ୱେଶ୍ଚିନ୍ ସବୁ ଆପଣଙ୍କର କ'ଣ କ'ଣ ରହିବ ସେ ବିଷୟରେ ମୁଁ ଟୋଟାଲ୍ ଡିଟେଲ୍ସ ଭାବରେ ଆପଣଙ୍କୁ ଜଣାଇବା ପାଇଁ ଯାଉଛି। ତା ପୂର୍ବରୁ ଯଦି ଆପଣମାନେ ଭିଡ଼ିଓରେ ନୂଆ ଅଛନ୍ତି ତ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଜମା ବି ଭୁଲନ୍ତୁନି। ତ ଦର୍ଶକ ବନ୍ଧୁ, ବର୍ତ୍ତମାନ ଆପଣମାନଙ୍କର BLO ଅଫିସର ମାନେ ଆପଣଙ୍କ ଘରକୁ ଆସିବେ। BLO ମାନେ କ'ଣ ନା ବୋର୍ଡ଼ ଲେବୁଲ୍ ଅଫିସର, ଠିକ୍ ଅଛି। ମାନେ ଆପଣଙ୍କ ଯେଉଁ ମୁଖ୍ୟ ନିର୍ବାଚନ ବା ଚିଫ୍ ଇଲେକ୍ସନ୍ ଅଫିସର ଯେଉଁମାନେ ଅଛନ୍ତି ତ ସେମାନେ ଏବେ ଆପଣଙ୍କ ଘରକୁ ଆସିବେ ଏବଂ ଘରକୁ ଆସିକି ଆପଣମାନଙ୍କର ଯାହା ବି ଆପଣଙ୍କର କ୍ୱେଶ୍ଚିନ୍ ଥିଲା ସେ କ୍ୱେଶ୍ଚିନ୍କୁ ଆପଣଙ୍କୁ ପଚାରିବେ, ଯାହାକି ଆପଣଙ୍କର 2002ରୁ ଆପଣମାନଙ୍କର ଯେଉଁ ଭୋଟର ଲିଷ୍ଟରେ ଆପଣଙ୍କ ନାଁ ଉଠିଥିଲା ତ ସେଟା ଏବେ ଆପଣମାନଙ୍କର 2025ରେ ଆପଣମାନଙ୍କର ସେଟାକୁ କରେକ୍ସନ୍ କରିବା ପାଇଁ ଯାଉଛନ୍ତି ଏବଂ ଦେଖିବେ କି ସେଟା ଆପଣଙ୍କର ଠିକ୍ ଠାକ୍ ଅଛି କି ନାହିଁ ଏବଂ 2002ରେ ଯେଉଁ ଡାଟାବେସ୍ ଥିଲା ସେଇ ଡାଟାବେସ୍ରେ 2025ରେ ଆପଣଙ୍କ ସେଟା ଠିକ୍ ଭାବରେ ମେଳ ଖାଉଛି କି ନାହିଁ। ଚାଲନ୍ତୁ ସେ ବିଷୟରେ ଜାଣିବା ଏବଂ ଆପଣଙ୍କୁ ଯେଉଁ କ୍ୱେଶ୍ଚିନ୍ ଆସି ପଚାରିବେ ତ ସେସବୁ କ୍ୱେଶ୍ଚିନ୍ କ'ଣ ରହେ ଚାଲନ୍ତୁ ସେ ବିଷୟରେ ଜାଣିକି ରହିବା। ତ ଦେଖିପାରୁଥିବେ ଏଇଠି ଆପଣଙ୍କର ଲେଖା ହେଇଛି କି ସ୍ୱତନ୍ତ୍ର ସଂଘର ସଂଶୋଧନ SIR 2026 ବୁଥ୍ ସ୍ତରୀୟ ଅଧିକାରୀ ବା BLO ଓ ଆପଣଙ୍କ ଭୂମିକା, ମାନେ ଆପଣଙ୍କ ଯେଉଁ ବୁଥ୍ ସ୍ତରୀୟ ଯେଉଁମାନେ ବସୁଛନ୍ତି ଇଲେକ୍ସନ୍ ଅଫିସରେ ତ ସେଇମାନଙ୍କୁ ଆସିବେ ଆପଣଙ୍କ ଘରକୁ ଆସିବେ ଏବଂ ସେମାନଙ୍କୁ ଆସିକି ଆପଣଙ୍କୁ କ'ଣ କ'ଣ କ୍ୱେଶ୍ଚିନ୍ ପଚାରିବେ। ଦେଖନ୍ତୁ ଏଇଠି ଆପଣଙ୍କର ଲେଖା ହେଇଛି କ'ଣ ନା ପରିଗଣନା ଫର୍ମ ପୂରଣ ଅବଧି 30/5/2024ରୁ 28/6/2024 ପର୍ଯ୍ୟନ୍ତ ଅଛି। ମାନେ ଆପଣଙ୍କର ଗୋଟିଏ ମାସ ଆପଣମାନଙ୍କର ହାତରେ ଅଛି, ଆପଣ ଗୋଟିଏ ମାସ ଆପଣମାନଙ୍କର ସବୁ ଡିଟେଲ୍ସ ଭାବରେ ଆପଣଙ୍କୁ ପଚାରି ପାରିବେ, ଠିକ୍ ଅଛି। ତ ଦେଖନ୍ତୁ ଏଠି ଆଉ ଗୋଟେ ଲେଖା ହେଇଛି କ'ଣ ନା BLO ଆପଣଙ୍କୁ କ'ଣ କରିବେ ଏବଂ ଆପଣ କ'ଣ କରିବେ, ଦୁଇଟି ଭାଗରେ ଏଠି ଆପଣଙ୍କର ଲେଖାଯାଇଛି। ତ BLO ଆପଣଙ୍କୁ କ'ଣ ପଚାରିବେ ଚାଲନ୍ତୁ ସେ ବିଷୟରେ ଜାଣିବା। ସେମାନେ ଆପଣଙ୍କ ଘରକୁ ଯାଇ ଆପଣଙ୍କ ଆଂଶିକ ଭାବେ ପୂରଣ ହୋଇଥିବା ପରିଗଣନା ଫର୍ମ ଦୁଇଟି ପ୍ରଦାନ କରିବେ। ସେମାନେ ଆପଣଙ୍କ ଘରକୁ ଯିବେ ଏବଂ ଦୁଇଟି ଆପଣଙ୍କୁ ଫର୍ମଟି ପ୍ରଦାନ କରିବେ, ଯାହାକି ଭାବରେ ଆପଣଙ୍କର ଯେଉଁ ଫର୍ମଟା ଫିଲ୍ଅପ୍ କରିକି ଆପଣ BLOଙ୍କୁ ଦେବେ। ତ ଆପଣ କ'ଣ କରିବେ ନା BLOଙ୍କ ଦ୍ୱାରା ଦିଆଯାଇଥିବା ଦୁଇଟି ପରିଗଣନା ଫର୍ମକୁ ସମାନ ଭାବେ ପୂରଣ କରିବେ। ମାନେ ଆପଣଙ୍କ ପ୍ରଥମ ଫର୍ମଟି ଯେମିତି ପୂରଣ କରିଥିବେ ସେକେଣ୍ଡ ଫର୍ମଟି ଠିକ୍ ସେଇଭଳି ଆପଣମାନେ ପୂରଣ କରିବେ, ଯାହାକି ଆପଣଙ୍କର ଦୁଇଟି ଫର୍ମ ଆପଣଙ୍କ ସମାନ ହୋଇଥିବା ଦରକାର। ତାପରେ ଆପଣଙ୍କ ଦ୍ୱାରା ପୂରଣ କରି ଦିଆଯାଇଥିବା ପରିଗଣନା ଫର୍ମ ଦୁଇଟିକୁ ସଂଗ୍ରହ କରି ଆପଣଙ୍କ ପ୍ରାପ୍ତି ସ୍ୱୀକାର ପ୍ରଦାନ କରିବେ ଏବଂ ଏହାକୁ ଅନଲାଇନ୍ରେ ଅପଲୋଡ଼ କରିବେ। ଏଇଟା କରିବେ କି ନା BLO ଆପଣଙ୍କ ଯେଉଁକି ଆପଣ ଫର୍ମ ଫିଲ୍ଅପ୍ କରିଥିବେ ସେଇଟା ଆପଣଙ୍କ ନିଜ ନିଜ BLO ମାନେ ବ୍ଲକ୍ ସ୍ତରୀୟ ଅଧିକାରୀଙ୍କୁ ଦେବେ ଏବଂ ଆପଣଙ୍କର ସେଇ ଦୁଇଟି ଫର୍ମକୁ ସେମାନେ ଅନଲାଇନ୍ରେ ଅପଲୋଡ଼ କରିବେ। ତ ଆପଣ କ'ଣ କରିବେ ନା ପୂରଣ ହୋଇଥିବା ଦୁଇଟି ପରିଗଣନା ଫର୍ମକୁ BLOଙ୍କ ଦାଖଲ କରିବେ ଏବଂ ପ୍ରାପ୍ତି ସ୍ୱୀକାର ଗ୍ରହଣ କରିବେ। ଆପଣଙ୍କ ଯେଉଁ ପରିଗଣନା ଫର୍ମ ଆପଣଙ୍କୁ ଦେଇଥିବେ ସେମାନେ ତ ସେଟା ଆପଣଙ୍କ BLOଙ୍କୁ ଦେଇଥିବେ ଏବଂ ସେମାନେ ତାଙ୍କର ଅନଲାଇନ୍ରେ ସେମାନେ ଡିପୋଜିଟ୍ କରିବେ। ତ ଯଦି ବି ଆପଣମାନେ ଅଧିକ କିଛି ସୂଚନା କରିବା ପାଇଁ ଚାହୁଁଛନ୍ତି ତାହେଲେ ଆପଣଙ୍କର ଟୋଲ୍ ଫ୍ରି ନମ୍ବର ଅଛି 1950। ତ 1950ରେ ଆପଣମାନେ ଫୋନ୍ କରି ଟୋଟାଲ୍ ଡିଟେଲ୍ସ ବୁଝିପାରିବେ। ଆଉ ଗୋଟେ ଦେଖନ୍ତୁ ଏଇଠି ଆପଣଙ୍କର ଲେଖା ହେଇଛି କି QR କୋଡ଼୍ ସ୍କାନ୍ କରି ଏସିନେଟ୍ ଆପ୍ ଡାଉନଲୋଡ଼୍ କରିପାରିବେ। ଯାହା ବି ଆପଣଙ୍କର କିଛି ଡାଉଟ୍ ଥିବ ତାହେଲେ ଆପଣଙ୍କ ସ୍କାନର ଜରିଆରେ ଆପଣମାନେ ମଧ୍ୟ ସ୍କାନ୍ କରିକି ଆପଣମାନେ ଡାଉନଲୋଡ଼୍ କରିପାରିବେ। ତ ଏଇଟା ହେଉଛି ଆପଣଙ୍କର ମୁଖ୍ୟ କଥା ଏବଂ ଯଦି ବି ଆପଣମାନେ ଏଇ ଗୋଟେ ପ୍ରକାର ଲାଭ କ'ଣ ହେଉଛି ନା ଆପଣଙ୍କ ଯଦି କିଛି ଚେଞ୍ଜ କରିବାର ଥିବ ନାମ କିମ୍ବା ଡେଟ୍ ଅଫ୍ ବାର୍ଥ ଚେଞ୍ଜ କରିବାର ଥିବ ତ ଏଇଥିରେ ଆପଣମାନେ ଚେଞ୍ଜ କରିପାରିବେ, ଠିକ୍ ଅଛି। ତ ଏଇଟା ଥିଲା ଗୋଟେ ଆପଣଙ୍କ ବହୁତ ବଡ଼ ଅପଡ଼େଟ୍ ଯାହାକି ମୁଁ ଆପଣଙ୍କୁ କହିଥିଲି। ଆଶା କରିବି କି ଆଜି ଭିଡ଼ିଓ ଆପଣଙ୍କୁ ଭଲ ଲାଗିଥିବ। ତ ଯଦି ଭିଡ଼ିଓଟି ଭଲ ଲାଗିଥିବ ତ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଜମା ବି ଭୁଲନ୍ତୁନି।